ওম নমো ভগবতে বাসুদেবায়। ত্রিংশ অধ্যায়। দেহ কଳତ୍ର পুତ୍ର ଆଦି ଏହାଙ୍କୁ ପୋଷିଣକୁ ବୁଦ୍ଧି ଲଭେ ତାମସୀ ଅଧୋଗତି। 30 ଅଧ୍ୟାୟରେ ବର୍ଣ୍ଣନ୍ତି। ଶ୍ରୀ ଭଗବାନ ବାଚ କହନ୍ତି ପ୍ରଭୁ ଭଗବାନ ଭୋମାତ ହୁଅ ସାବଧାନ। ସେ କାଳ ପୁରୁଷ ପୁରାଣ ସେ ପୁଣି ଅତି ବଳବାନ। ସେ କାଳ ପରାକ୍ରମ ଯେତେ ମୁଁ କହି ପାରିବଇଁ କେତେ। ଏ ଯେତେ ଜୀବ ଲୋକେଛନ୍ତି ତା ଗତି କେହି ନ ଜାଣନ୍ତି। ସେ କାଳ ସକଳ ନାଶଇ ଏଣୁ ତା ଗତି କେ ଜାଣଇ। ଏ ଚରାଚର ଦେହଧାରୀ ଯେ ସ୍ଥୂଳ ସୂକ୍ଷ୍ମ ଆଦି କରି ସକଳ କରଇ ଭକ୍ଷଣ କ୍ଷୁଧାର୍ଥେ ଯେ ସନେ କୃପଣ। ଯେହ୍ନେ ସମୀର ବଳିୟାର ଜିମୁତ କରଇ ସଞ୍ଚାର। ସେ ଘନ ତା ଗତି ନ ଜାଣେ ତେସନେ ହୋଇ ଜୀବଗଣେ। କାଳର ଗତି ନ ଜାଣନ୍ତି ସେ କାଳ ବସେ ଭ୍ରମୁଥାନ୍ତି। ଏ ଜୀବ ସୁଖ ଭୋଗ ପାଇଁ ଅର୍ଥ ଉପାର୍ଜନେ ଭ୍ରମଇ। ବିବିଧ ଦୁଃଖେ ତା ସଞ୍ଚଇ ସେ ଅର୍ଥ କାଳ ଯେ ହରଇ। ତ୍ରିଲୋକ ଶୋଚେ ଯାହା ପାଇଁ ସେ ଅର୍ଥ କାଳ ବିନାଶଇ। ସେ କାଳ ଅତି ବଳିୟାର କେ ଜାଣି ପାରେ ଗତି ତାର। ସୂକ୍ଷ୍ମ ସ୍ୱରୂପେ ବିହରଇ ମନ ବଚନେ ଭେଦ ନୋହି। କୃଷକ ଜନ ପ୍ରାୟ ହୋଇ ସଂସାର ପାଳି ବିନାଶଇ। ସେ କାଳ ମୁଖେ ଜୀବ ରହି ନାନା ବିବାଦେ ହିଂସା ବହି। କରନ୍ତି ନାନା ଛନ୍ଦ ମାୟା ହୃଦେ ନ ବସେ ଜୀବେ ଦୟା। ନିର୍ଦ୍ଦୟ ଭାବେ ମୂଢ଼ପଣେ କାଳ ଗରାସେ ପୁଣ୍ୟହୀନେ। ତାହାର ନାହିଁ ପକ୍ଷାପକ୍ଷ ସକଳ କରଇ ସେ ଭକ୍ଷ। ଏ ଜୀବ ଅତି ମତିହୀନ ଅର୍ଥ ସଞ୍ଚଇ ପ୍ରତିଦିନ। ଯେ ଅର୍ଥେ ମୃତ୍ୟୁ ଉପଗତ ନ ଜାଣେ ଏ ମୂଢ଼ ପଣ୍ଡିତ। ଅନିତ୍ୟ ଦେହ ନ ବୁଝଇ ବ୍ୟାପାର କରେ ଦୁଃଖ ସହି। ଗୃହ କଳତ୍ର ଧନ ଆଦି ଏଣେ କରଇ ନିତ୍ୟ ବୁଦ୍ଧି। ଏ ଦେହ ସୁତ ଦ୍ୱାରା ମୋହେ ମୋହର ବୋଲି ନିତ୍ୟ କହେ। ଏ ମାୟା ମୋହେ ପଡ଼ିଅଛି ଏଣୁ ଏ ନ ବୁଝଇ କିଛି। ସଂସାର ମଧ୍ୟେ ଜୀବମାନେ ନିରତେ ଭ୍ରମନ୍ତି ଅଜ୍ଞାନେ। ଯାବତ ଯୋନିରେ ଭ୍ରମନ୍ତି ସର୍ବତ୍ର ଫୁଟି ନ ମରନ୍ତି। ଏ ଘୋର ଦୁଃଖ ସୁଖ ମଣେ ବୈରାଗ୍ୟ ନ ଜନ୍ମେ ଅଜ୍ଞାନେ। ଯେବେ ନରକେ କୀଟ ହୋଇ ଅତ୍ୟନ୍ତ ସୁଖ ତାମଣଇ। କରଇ ନରକ ଆହାର ତଥାପି ଦୁଃଖ ନୋହେ ତାର। ସେ ଦେହ ତ୍ୟାଗ ନ ଇଚ୍ଛଇ ଅଜ୍ଞାନ ମୋହେ ସ୍ନେହ ବହି। ଦେହ କଳତ୍ର ସୁତ ଘର ପଶୁ ଭୃତ୍ୟାଦି ବନ୍ଧୁ ମୋର। ମନକୁ ଏଣେ ଦୃଢ଼ କରେ ସୁଖ ମଣଇ ଦୁଃଖ ଘୋରେ। ମଣଇ କୃତାର୍ଥ ହୋଇଲି ଅନେକ ସୁଖ ମୁଁ ପାଇଲି। ତୋ ମୂଲ୍ୟ ନାହିଁ ଭାଗ୍ୟବନ୍ତ କେ ଅଛି ମୋ ସମ ମହତ। ତହିଁରେ ଯେତେ ଦୁଃଖ ହୁଏ ନ ବୁଝେ ପଡ଼ି ମାୟା ମୋହେ। ତାଙ୍କ ପୋଷଣେ ଚିନ୍ତା କରେ ଦଗଧି ମରେ ଦୁଃଖ ଘୋରେ।
ক্ষণে ন পারে গৃহে রহি বাণিজ্য নাব প্রায়ে হই ক্ষণে ন পারে গৃহে রহি বাণিজ্য নাব প্রায়ে হই স্নেহ বন্ধনে দিবানিশে স্ববশ নহে অবকাশে করে দূরিত কর্মমান কুটুম্ব অর্থে অভাগীন অসতী দুষ্টা নারী ঘরে বিবিধ ছন্দ মায়া করে তার বসরে নিত্যে থাই সেবক জন প্রায়ে হই তা বাক্য শুଣି তোষ মনে লঙ্ঘি ন পারে রাত্র দিনে নয়ন থাউ ন দেখই অন্ধ জଳକା ପ୍ରାୟ ହୋଇ ସେ ମନ ଇନ୍ଦ୍ରିୟ ହାରିଣୀ ତାର ସନ୍ତୋଷେ ନିତ୍ୟ ପ୍ରାଣୀ ସେ ନାରୀ ସଙ୍ଗେ ବିହରଇ ନିଶି ଦିବସେ ମନ ଦେଇ ତାହାଙ୍କ ସୁଖ ଭୋଗ ପ୍ରୀତି ଓଟାରି ନର କେ ପକାନ୍ତି ନରକ ବୋଲି ତାକୁ କହି ସ୍ତ୍ରୀ ସଙ୍ଗ ଭୋଗ ସୁଖ ଯେହି ଏହା ନ ଜାଣି ମୂଢ଼ ପ୍ରାଣୀ ଦୁଃଖକୁ ସୁଖ ପରିମାଣି ବାଳକ କୋମଳ ବଚନ ତା ଶୁଣି ଅତି ତୋଷ ମନ ସେ ବାଳ ଗାବନ୍ତେଣ ଗୀତ ତହିଁ ଅର୍ପିତ କରେ ଚିତ୍ତ ଏ ସର୍ବ ସୁଖ କରି ମଣେ ଯେହି ତ ଅଜ୍ଞାନେ ନ ଜାଣେ ଏ ଗୃହ ଅତି କୂଟ ଧର୍ମ କରାଏ ଅତି ଛନ୍ଦ କର୍ମ କେବଳ ଦୁଃଖର ଏ ମୂଳ ତହିଁ ପଡ଼ିଣ ସେ ବ୍ୟାକୁଳ ସେ ଦୁଃଖ ପ୍ରତିକାର ପାଇଁ ନାନା ବ୍ୟାପାରେ ଦୁଃଖେ ଧାଇଁ ସେ ଦୁଃଖ ଅତି ସୁଖ ମଣେ କେବଳ ମୋହେ ନ ପ୍ରମାଣେ କୁଟୁମ୍ବ ପୋଷଣରେ ଥାଇ ବହୁତ ଧନ ଉପୁଜାଇ ବହୁତ ହିଂସା କର୍ମ କରେ ଅର୍ଥ ଅର୍ଜନେ ନିରନ୍ତରେ ତାହାଙ୍କୁ ପୋଷି ଦୁଃଖେ ନିତ୍ୟେ ନରକ ଭୁଞ୍ଜେ ଦେହ ଅନ୍ତେ ତାହାଙ୍କୁ ସତତ ପୋଷଇ ଆପଣା ଦୁଃଖ ନ ବାଞ୍ଛଇ ଯେବେ କ୍ଷୁଧାରେ ମରୁଥାଇ ତାହାଙ୍କୁ ଅଗ୍ରତେ ଭୁଞ୍ଜାଇ ତେବେ ଭୁଞ୍ଜଇ ଅବଶେଷ ତା କର୍ମ ଧର୍ମ ଯାଇ ନାଶ ଅନ୍ତେ ସେ ଲଭେ ଅଧୋଗତି ଏହା ନ ବୁଝେ ମୂଢ଼ମତି ଜୀବିକା ଦୈବ ସଂଯୋଗେ ବିନଷ୍ଟ ହେଲେ କର୍ମ ଯୋଗେ ପୁଣି ଜୀବିକା ଆରମ୍ଭଇ ସେହି ଯଦ୍ୟପି ନାଶ ଯାଇ ପୁଣି ଆରମ୍ଭେ ବାର ବାର କୁଟୁମ୍ବ ଅର୍ଥେ ମୂଢ଼ ନର ସମର୍ଥପଣ ଥିବା ଯାଏ ତାବତ କରଇ ଉପାଏ ତହୁଁ ହୋଇଲେ ଅସମର୍ଥ ଲୋଭେ ଚିନ୍ତଇ ପରବିତ୍ତ ଲୋଭ ବଢ଼ାଇ ପରଧନେ ନରକ ଭୟକୁ ନ ମାନେ ନିନ୍ଦିତ କର୍ମେ ହରେ ଦିନ କୁଟୁମ୍ବ ଅର୍ଥେ ମୂଢ଼ଜନ କେବଳ ମନ୍ଦ ଭାଗ୍ୟ ହୋଇ କୁଟୁମ୍ବ ପୋଷି ନ ପାରଇ ଏଣୁ ହରଇ ପରଧନ ନାଶଇ ପୂର୍ବ ଜନ୍ମ ପୁଣ୍ୟ ଦରିଦ୍ର ଜୀବନେ ବଞ୍ଚଇ ନାନା ଆପଦ ପୀଡ଼ା ପାଇ ବୃଥା ଉଦ୍ୟମେ ଫୁଟି ରହେ ଆଉ ସମ୍ପଦ କେବେ ନୋହେ ସର୍ବଦା ହୁଅଇ କୃପଣ କରଇ ନିତ୍ୟେ ଅର୍ଥ ଧ୍ୟାନ ଅର୍ଥବିହୀନେ ଚିନ୍ତାକୁଳ ଶରୀର ଦୁଃଖେ ତା ନିର୍ବଳ ଶ୍ୱାସ ଉଠଇ ନିରନ୍ତର ଏମନ୍ତେ ନାଶଇ ଶରୀର ଅତ୍ୟନ୍ତ ବୃଦ୍ଧ ଭାବ ପାଇ କୁଟୁମ୍ବ ପୋଷି ନ ପାରଇ
ସାମର୍ଥ୍ୟହୀନେ ନିଜ ଘରେ ବଞ୍ଚଇ ଅତିଥିବେ ଭାରେ। ତାହାକୁ କେହି ନ ଗଣନ୍ତି ନାନା ବଚନେ ଗାଳି ଦିଅନ୍ତି। ବନ୍ଦୀ ଚୌରର ପ୍ରାୟେ ହୋଇ ପ୍ରାଭବ ଭର୍ତ୍ସନା ସହଇ। କିଛି ନ ପାରେ ତୁଣ୍ଡେ କହି ଅନ୍ତରେ ଅପମାନ ବହି। ଦାରାତନୟ ଆଦି ଯେତେ ଆଦର ଛାଡ଼ନ୍ତି ତୁରିତେ। ଯେବା ଆଦର ପୂର୍ବେ ଥିଲା ସେ ପୂର୍ବ ସ୍ନେହ ସବୁ ଗଲା। ତାହାକୁ ଜ୍ଞାତି ବନ୍ଧୁ ଜନେ ଦୂରେ ତେଜନ୍ତି ଦୁଃଖ ମନେ। ଯେହ୍ନେ କୃଷକ ବୃଦ୍ଧ ଗାବେ ମାରି ତେଜନ୍ତି ଅନ୍ୟ ଠାବେ। ଯେହ୍ନେ କୃଷକ ବୃଦ୍ଧ ଗାବେ ମାରି ତେଜନ୍ତି ଅନ୍ୟ ଠାବେ। ତେସନେ ଦାରାଦି ସକଳେ ବୃଦ୍ଧକୁ ନ ସେବନ୍ତି ହେଳେ। ତଥାପି ସ୍ନେହ ନ ଛାଡ଼ଇ ଗୃହାଦି ବାରତା ପୁଛଇ। ତଥାପି ଦୟା ନ କରନ୍ତି ନିଷ୍ଠୁର ବାକ୍ୟେ ଗାଳି ଦିଅନ୍ତି। ଦୁଃଖେଣ ପୋଷିଲା ଯାହାକୁ ସେ ସର୍ବ ଛାଡ଼ିଲେ ତାହାକୁ। ଜରାହରନ୍ତେ ରୂପକାନ୍ତି ତେବେ ନ ଛାଡ଼େ ସ୍ନେହ ଅତି। ମରଣ ନିକଟ ହୋଇଲା ବୈରାଗ୍ୟ କେବେ ନ ସ୍ଫୁରିଲା। ଦାରାତନୟ ଭକ୍ଷତାରେ ଦିଅନ୍ତି ଅତି ହତାଦରେ। କର୍ମ ଆୟତ୍ତେ ଯେବା ପାଇ ସନ୍ତୋଷ ନୋହେ ତାହା ଖାଇ। ଭୁଞ୍ଜଇ ଗୃହାନ୍ତରେ ଯାଇ ଶଙ୍କିତେ ଶ୍ୱାନ ପ୍ରାୟେ ହୋଇ। ଚିନ୍ତା ପ୍ରଜ୍ୱରେ ଦୁଃଖ ମନ ରୋଗ ବଢ଼ଇ ପ୍ରତିଦିନ। ଦିନକୁ ଦିନ ତନୁ କ୍ଷୀଣ ଯେସନେ ପୁରୁଣା ବସନ। ଆହାରହୀନେ ଚିନ୍ତାଚ୍ଛନ୍ନେ ନ ପଚେ ମନ୍ଦ ହୁତାସନେ। ଆହାର ଅଳପ ଭକ୍ଷଇ ଦୁର୍ବଳେ ଉଠି ନ ପାରଇ। ଖର ପବନ ନାସାଦ୍ୱାରେ ବହଇ ଅତି ଦୀର୍ଘତରେ। ଶବଦ ଅତି ଭୟଙ୍କର ଯେହ୍ନେ ଗଭୀର କମ୍ବୁସ୍ୱର। ଗୃହ ବାହାରେ ଆସି ରହେ କଫ ନିବାରେ ଶକ୍ତି ନୋହେ। କଫେ ପୂରିତ ନାଡ଼ିମାନ ଶ୍ୱାସ ନ ଚଳଇ ସମାନ। ଯେଣୁ ପବନ ମନ୍ଦ ହୋଇ ବଚନ ନ ପାରଇ କହି। ସର୍ବଦା ଉଠେ କାଶ ଶ୍ୱାସ ଏଣେ ଲଭଇ ବହୁ କ୍ଲେଶ। କଣ୍ଠ ହୁଅଇ ଘୁର ଘୁର ବଚନ ନୁହଇ ବାହାର। ପ୍ରାଣ ହୁଅଇ କଣ୍ଠ ତଟ ଜୀବନ ହୋଏ ଛଟପଟ। କାନ୍ଦଇ ବନ୍ଧୁ ମୁଖ ଚାହିଁ ବଦନୁ ବାକ୍ୟ ନ ସ୍ଫୁରଇ। ଚିନ୍ତଇ କି ରୂପେ ମରିବି କାହିଁକେ ବଣ ମାର୍ଗେ ଯିବି। ମୋର ମରଣେ ପୁତ୍ର ନାରୀ କେମନ୍ତେ ଥିବେ ଗୃହ କରି। ଦୁଃଖେ ସଞ୍ଚିଲି ଯେତେ ଧନ ମୁମଲେ ଏହା ନେବେ ଆନ। ଏ ଯେ ହୋଇବେ ଅରକ୍ଷିତ ଏଣୁ ବ୍ୟାକୁଳ ହୁଏ ଚିତ୍ତ। ଭିତରେ ଆକୁଳେ କାନ୍ଦଇ ତା ମନ କେହି ନ ଜାଣଇ। ଜୀବନ ଦହେ ଦାରାଧନେ ଗୋବିନ୍ଦ ନ ସ୍ଫୁରେ ଅଜ୍ଞାନେ। ବାଲି ଶଯ୍ୟାରେ ଶୋଇ ଦେଇ ବନ୍ଧୁ ବାନ୍ଧବେ ବେଢ଼ି ତହିଁ। ସକଳେ କରନ୍ତି ରୁଦନ ଶ୍ରବଣେ ଡାକନ୍ତି ସଘନ। ହେ तात ବୋଲି କେ ଡାକଇ ତା ଗୁଣ ଭାଳି କେ ରୋଦଇ। କେହୁ ଡାକନ୍ତି ପୁତ୍ର ଭାଇ ଭାରି ଯା ଡାକେ ହେ ଗୋସାଇଁ। ନାନା ପ୍ରକାରେ ସେ ରୋଦନ୍ତି ତା ଦୁଃଖ କେହି ନ ଘେନନ୍ତି।
ସେ କାଳ ପାଶେ ବନ୍ଦୀ ହୋଇ କିଞ୍ଚିତେ ବାକ୍ୟ ନ ଭାଷଇ ପୀଡ଼ିତ ମୃତ୍ୟୁ ଦୁଃଖ ଘୋରେ କୁଟୁମ୍ବ ଭରଣ ବ୍ୟାପାରେ ଶୁଣ ଜନନୀ ଏକ ଚିତ୍ତେ ସଂସାର ଦୁଃଖ ସୁଖ ଏତେ ମନ ନିବିଷ୍ଟ ତହିଁ କଲା ଇନ୍ଦ୍ରିୟ ଜିଣି ନ ପାରିଲା ତେଣୁ ହୋଇଲା ମୃତ୍ୟୁ ତାର ଏ ଦଣ୍ଡ ଅତି ଭୟଙ୍କର ବନ୍ଧୁ ସ୍ୱଜନେ ସର୍ବେ ଥାଇ ତା ଦୁଃଖ ଭାଗି କେହି ନୋହି ବ୍ୟର୍ଥେ ପୋଷିଲା ତାଙ୍କୁ ଦୁଃଖେ ଏବେ ସେ ତେଜିଲେ ବିମୁଖେ ପ୍ରାଣ ଯିବାର ବେଳେ ମାଏ ଅତି ବେଦନା ଜୀବ ପାଏ ଘୋର ବ୍ୟଥାରେ ନଷ୍ଟମତି ଚେତନା ରହିତ ହୁଅନ୍ତି ତଦନ୍ତେ ଯମ ଦୂତ ବେନି ଆସନ୍ତି ଦଣ୍ଡ ପାଶ ଘେନି ପାପିଙ୍କି ଘେନି ଯିବା ପାଇଁ ସକ୍ରୋଧ ନୟନେ ଅନାଇ ତାଙ୍କୁ ଦେଖନ୍ତି ପାପୀ ଜନ ହୃଦୟ ଭୟେ କମ୍ପମାନ ଆରତେ ଛାଡ଼େ ମଳମୂତ୍ର ସର୍ବତ୍ର କମ୍ପମାନ ଗାତ୍ର ଯାତନା କଳେ ବର ଦେଇ ବଳେ ବାନ୍ଧନ୍ତି ପାଶେ ନେଇ ନିଅନ୍ତି ଘୋର ଦୀର୍ଘ ବାଟେ ତର୍ଜନ୍ତି ଯେହ୍ନେ ରାଜଭଟେ ବହୁତ କରନ୍ତି ତାଡ଼ନ ଭୟେ ହୃଦୟ କମ୍ପମାନ ସେ ରୂପ କେହି ନ ଦେଖନ୍ତି ଅନ୍ଧାର ପଥେ ଘେନି ଯାନ୍ତି ପଥରେ ଗମନ୍ତେ କୁକୁର ରୋଷେ କାଟନ୍ତି ତା ଶରୀର ତାହାଙ୍କ ରୂପ ଦେଖି ଡରି କାନ୍ଦଇ ଉଚ୍ଚ ନାଦ କରି ତୀକ୍ଷ୍ମ ଦଶନେ ଖଣ୍ଡ ଖଣ୍ଡ ବେଗେ କରନ୍ତି ତାର ପିଣ୍ଡ ବିକ୍ରମୀ କରନ୍ତି ଭକ୍ଷଣ କରଇ କାତରେ ରୋଦନ ସେ ଅତି କଷ୍ଟେ ପୀଡ଼ା ପାଇ ନିଜ ପାତକ ସୁମରଇ ଉଠି ପଡ଼ଇ ସେ ବିକଳେ ଘୋର ପ୍ରହାର ଭୟାକୁଳେ କ୍ଷୁଧା ପିପାସା ଦୁଃଖାକୁଳେ ପଥରେ ନିଅନ୍ତି ସତ୍ୱରେ ବୈତରଣୀ ନଦୀ କୂଳେ ବାଲୁକା ଜଳ ଇୟନଳେ ତପ୍ତ ବାଲୁକାମୟ ପଥ ସେ ଉଷ୍ଣ ବାୟୁ ସନ୍ତାପିତ ସୂର୍ଯ୍ୟ କିରଣ ଦାବାନଳ ସନ୍ତପ୍ତ କରେ ଅତି ବେଳ ଜଳି ତାପଇ ଅତି ଘୋରେ ସେ ତାପ କେଶ ହି ଶରୀରେ ତହୁଁ ତପତ ବାଲୁକାରେ ପ୍ରବେଶ କରାନ୍ତି ସତ୍ୱରେ ଗମଇ ଅତି କଷ୍ଟ ଭରେ ନଗଲେ ମାରନ୍ତି ନିର୍ଭରେ କ୍ଷଣେ ବିଶ୍ରାମ ନ କରାନ୍ତି ଅନେକ ଘୋର ଶାସ୍ତି ଦିଅନ୍ତି ଯେ ମାର୍ଗେ ଜଳ ବୃକ୍ଷ ନାହିଁ ପ୍ରାଣ ସମ୍ଭାଳି ବସେ କାହିଁ ଆଶ୍ରୟ ଉଦକ ନ ମିଳେ ସମର୍ଥ ହୀନେ ଭୟେ ଚଳେ ଏମନ୍ତ ପଥେ ନିୟନ୍ତେ ଧରି ଏକାନ୍ତେ ନିଜ କର୍ମ ସ୍ମରି ପଡ଼ି ଉଠଇ ଦୁଃଖେ ଶ୍ରମେ ମୂର୍ଚ୍ଛିତ ହୋଇ ଜ୍ଞାନ ଭ୍ରମେ ମାରନ୍ତେ ସତ୍ୱରେ ଉଠଇ ଅଜ୍ଞାନେ ପୁଣି ସେ ପଡ଼ଇ ସେ ଦୂତେ ଦୟା ନ କରନ୍ତି ଦୁଃସହ ମାର୍ଗେ ଘେନି ଯାନ୍ତି ଗହନ ଘୋର ଅନ୍ଧକାରେ ନିଅନ୍ତି ପାପୀକୁ ସତ୍ୱରେ ପଥ ଅଦୃଶ୍ୟେ ହୁଡ଼ି ପଡ଼େ ମୁଣ୍ଡେ ପ୍ରହାରନ୍ତି ନିବିଡ଼େ ଏମନ୍ତ ଦୁଃଖେ ପାପୀ ଜନ ପ୍ରବେଶ ଯମର ଭୁବନ 69,000 ଯୋଜନ ସଂଖ୍ୟା ଯେ ବାଟର ପ୍ରମାଣ ବେନିବା 3 ମୁହୂର୍ତ୍ତରେ ପ୍ରବେଶ କରାନ୍ତି ସେଠାରେ
ତହିଁ ଦଣ୍ଡନ୍ତି ଅନୁକ୍ଷଣେ ମସ୍ତକ ସର୍ବାଙ୍ଗ ଚରଣେ ତଦନ୍ତେ ଦହନ୍ତି ଅନଳେ ରୋଦୟୀ ନିର୍ଘାତ ଚହଳେ ଅତ୍ୟନ୍ତ ପୀଡ଼ାରେ ବ୍ୟାକୁଳ କ୍ଷୁଧାରେ ହୋଏ ଜ୍ଞାନ ଭୋଳ ଆପଣା ହସ୍ତେ ଦେହ ମାଂସ କାଟିଣ କରୁଥାଇ ଗ୍ରାସ ଅଥବା କାଟି ଦିଅନ୍ତି ପର ତାହା ଭକ୍ଷଇ ପାପିନର ଗୃଧ୍ର କୁକୁର ଯମପୁରେ ପାପିଙ୍କି ବେଢ଼ିଣ ସତ୍ୱରେ ଓଟାରି ନିଅନ୍ତି ନାଡ଼ିଗଣ ତଥାପି ନ ଛାଡ଼ଇ ପ୍ରାଣ ସର୍ପବୃଶ୍ଚିକ ଦଂଶ ଆଦି କୋପେ ଦଂଶନ୍ତି ନିରବଧି କରଚରଣ ଖଣ୍ଡ ଖଣ୍ଡ କରି ପାପିଙ୍କି ଦିଅନ୍ତି ଦଣ୍ଡ ହସ୍ତିର ଆଗେ ଦିଅନ୍ତି ନେଇ ସେ ପାଦ ମାଡ଼ି ଓଟାରଇ ଦଶନେ ଶରୀର ଚିରନ୍ତି ପର୍ବତ ଶିଖରୁ ପକାନ୍ତି ତଦନ୍ତେ ଖାତ ଖୋଳି ରୁନ୍ଧି ଧୂମ ପୁରାନ୍ତି ନିରବଧି ବୁଡ଼ାଇ ରଖନ୍ତି ଜଳରେ ପଥର ଲଦି ତା ଉପରେ ଆକୁଳେ ରୋଦୟୀ ବିକଳେ ମୁଖେ ପିଟନ୍ତି କୋପାନଳେ ତାମିଶ୍ର ଆଦି ଯେ ଯାତନା କେତେ ତା କରିବା ବର୍ଣ୍ଣନା ପାତକୀ ସକଳ ଭୁଞ୍ଜଇ ସ୍ୱକର୍ମ ପାଶେ ବନ୍ଦୀ ହୋଇ ଯେତେ ଅଛନ୍ତି ନର ନାରୀ ଯାତନା ଦୁଃଖେ ସର୍ବେ ସରି ଉଭୟ ସଙ୍ଗେ ଏତେ ହୋଏ ନରକ ଦୁଃଖ ଭୁଞ୍ଜେ ମୋହେ ଭୂମାତ ଦେଖ ସୁବିଚାରେ ନରକ ସ୍ୱର୍ଗ ଏହିଠାରେ ନରକ ଯାତନା ଯେତେକ ଏଠାରେ ଦେଖ ତା ପ୍ରତ୍ୟକ୍ଷ ଏବେନି ବୁଝ ପରିମାଣି ବିବେକ ମୁଖେ ଶାସ୍ତ୍ର ଶୁଣି ଏରୂପେ କୁଟୁମ୍ବ ଯେ ପୋଷେ ନିଜ ଉଦର ପରିତୋଷେ ଏବେନି ସଙ୍ଗତେ ନ ଯାଇ ଛାଡ଼ିଣ ଏକା ସେ ଚଳଇ ଭୁଞ୍ଜଇ ଆପେ କର୍ମଫଳ ଯାଠାରୁ ନାହିଁ ବଳିୟାର ତେଜିଣ ନିଜ କଳେବର ଏକା ସେ ଗମେ ଯମପୁର ଅଧର୍ମେ ପ୍ରାଣୀ ହିଂସା କରି ଯେ ଦେହ ପୋଷେ ସ୍ନେହ କରି ସେ ଦେହ ତେଜିଣ ସେ ଯାଇ ପାପକୁ ପୃଷ୍ଠରେ ବସାଇ ଏକା ସେ ନରକ ଭୁଞ୍ଜଇ ଦ୍ୱିତୀୟ ସଙ୍ଗତେ ନ ଯାଇ କୁଟୁମ୍ବ ପୋଷଣର ଫଳ ତାହାର ଯେତେ କସମଳ ସେ ଫଳ ଈଶ୍ୱର ଦିଅନ୍ତି ପାପୀ ତା ଏକାକୀ ଭୁଞ୍ଜନ୍ତି ଧନ ହରାଇ ଯେହ୍ନେ ନର ମନରେ ହୁଅଇ ଆତୁର ସେ ଦୁଃଖ ନ ଭୁଞ୍ଜଇ ପର ତେସନେ ନରକ ଆହାର କେବଳ ଅଧର୍ମ ଆଚରି କୁଟୁମ୍ବ ପୋଷଣ ଯେ କରି ଗମଇ ଅନ୍ଧ ତାମିଶ୍ରକୁ ଉଦ୍ଧାର ନାହିଁ କାହିଁ ତାକୁ ଅନ୍ଧତା ମିଶ୍ର ତାର ନାମ ତାହା ହିଁ ନରକ ଚରମ ମରଣେ ଦହନ ହୁଅନ୍ତେ ନରକ ଭୁଞ୍ଜଇ ଏକାନ୍ତେ ଯେତେକ ଯାତନା ଅଛଇ କ୍ରମେଣ ସକଳ ଭୁଞ୍ଜଇ ସେ ପାପ ପୁଣ୍ୟ ଅବଶେଷ କର୍ମେ ସେ ଉଦରେ ପ୍ରବେଶ ଶ୍ୱାନ କୁକୁର ଆଦି ଯୋନି ପାପିଲ ଭଇ କର୍ମ ଘେନି ଏ ପାପ ଯାତନା ଭୋଗନ୍ତେ ପବିତ୍ର ହୋଏ ବାହ୍ୟ ଅନ୍ତେ ତଦନ୍ତେ ନର ଦେହ ହୋଇ ଏତେ ସଂଶୟ ନ ଘଟଇ ଏମନ୍ତେ ମାତାର ସମୀପେ ଗୋବିନ୍ଦ କପିଳ ସ୍ୱରୂପେ
ଯେତେ କହିଲେ ଜ୍ଞାନବାଣୀ ସୁଜନ ଜନେ ଏହା ଶୁଣି ତରିବ ଭବ ବନ୍ଧ ପାଶ କହି ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଦ୍ୱିତୀୟ ସ୍କନ୍ଧେ କପିଳଦେବହୂତି ସମ୍ବାଦେ ନିରୟଯାତନା ବର୍ଣ୍ଣनं ନାମ ତ୍ରୟୋବିଂଶୋऽଧ୍ୟାୟः। ଶ୍ରୀକୃଷ୍ଣं ସମର୍ପଣମस्तु। ଓಂ ନମୋ ଭଗବତେ ବାସୁଦେବାୟ।